ଧରା ପଡ଼ିଲାଣି ସତ, ପଦାରେ ପଡ଼ିଗଲାଣି ପ୍ରତାପ ନନାଙ୍କ ନୌଟଙ୍କି। ଠେଲା ପେଲାରେ ନନା ଏମିତି ଆଘାତ ପାଇଲେ ଯେ ଆଇସିୟୁରେ ରହିଲେଣି 2 ଦିନ। ଆଉ ତାଙ୍କ ମିଛୁଆ ଦଳ ପ୍ରଥମ ଦିନରେ କହିଲେ ମୁଣ୍ଡ ଫାଟି 5ଟା ଷ୍ଟିଚ୍ ପଡ଼ିଛି, ଦ୍ୱିତୀୟ ଦିନରେ କହିଲେ 2ଟା ଷ୍ଟିଚ୍। ତାହା ହେଲେ ସତ କୋଉଟା? ନନାଙ୍କ ମୁଣ୍ଡରେ ପଡ଼ିଥିବା ପଟି କେତେବେଳେ ବଢ଼ୁଛି ଆଉ କେତେବେଳେ ଛିଡ଼ୁଛି ସେ କଥା ବ୍ରହ୍ମାଙ୍କୁ ହେଲେ ଅଗୋଚର। ଚାରଣାର ପ୍ରସଙ୍ଗକୁ ବଢ଼େଇ ଚଢ଼େଇ ବାରଣା କରାଯାଉନି ତ? ଦର୍ଶକ ବନ୍ଧୁ, ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥତା କାରଣରୁ ଏବେ ଆଇସିୟୁରେ। ହେଲେ ଆଡଭାନୀଙ୍କୁ ଦେଖା କରିବାକୁ ବିଜେପିର କୌଣସି ବଡ଼ ବଡ଼ିଆ ନେତାଙ୍କ ପାଖରେ ବିଲକୁଲ ସମୟ ନାହିଁ। ଯାହା ନୌଟଙ୍କିରେ ପୀଡ଼ିତ ନନାଙ୍କୁ ଦେଖିବାକୁ ହସ୍ପିଟାଲକୁ ଛୁଟିଥିଲା ପ୍ରାୟ ନେତାଙ୍କ ଭିଡ଼। ସଂସଦ ପରିସରରେ ଠେଲା ପେଲା ଘଟଣାରେ ଗେରୁଆ ଦଳ ଏତେ ନିମ୍ନସ୍ତରକୁ ଖସିଗଲା ଯେ ନିଜ ସାଂସଦଙ୍କୁ ଅଭିନୟରେ ଲଗେଇ ଦେଇଛି। ସଂସଦ ଦୁଆରେ ଠିଆ ହୋଇ ସାଂସଦମାନଙ୍କୁ ପ୍ରବେଶ ପାଇଁ ନ ଛାଡ଼ିବାଟା ଗୁଣ୍ଡାମି ନୁହେଁ କି? ବାବା ସାହେବ ଆମ୍ବେଦକରଙ୍କୁ ସଂସଦରେ ଅସମ୍ମାନ କରିବା ଅଭଦ୍ରାମି ନୁହେଁ କି? କିଏ କିଏ କହିଲେଣି ଏମିତି ନୌଟଙ୍କି କରିବାକୁ ଗେରୁଆ ଦଳ ଜାଣି ଜାଣି ଏ ଫନ୍ଦି ଫିକର କରିଥିଲା। ମୋହରା ହେଲେ ନନା। ଗଣତନ୍ତ୍ରରେ ଏ ହାଇଡ୍ରାମା ଶୋଭା ପାଉଛି ତ?